ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଉଥିବା ବେଳେ ପୁଲିସ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ଭଦ୍ରକ ପୁଲିସ ହାତରେ ଲାଗିଛି ଏକ ବଡ଼ ସଫଳତା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ପୁଲିସ ଗୁଳିରେ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ରାତିରେ ଭଦ୍ରକରେ ଲୁଟ୍ କରିବା ପାଇଁ ପପୁ ଜଣେ ସହଯୋଗୀ ସହ ଯୋଜନା କରୁଥିଲା ପୁଲିସ ସୂଚନା ପାଇଥିଲା। ପୁଲିସ ଉପରକୁ ଗୁଳି ଚଳାଇ ପପୁ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୁଲିସ ପାଲଟା ଗୁଳି ଚାଳନା କରିଥିଲେ। ଏନ୍କାଉଣ୍ଟରରେ ପପୁ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ପପୁକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ପପୁର ସହଯୋଗୀ ଫେରାର ହୋଇଯାଇଛି ବୋଲି ପୁଲିସ ସୂଚନା ମିଳିଛି। ପପୁ ନାମରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ମାମଲା ରହିଛି। ଏହି ଏନ୍କାଉଣ୍ଟର ବେଳେ 3 ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି। ଜଣେ ଏଏସ୍ଆଇ, ଜଣେ ଇନ୍ସପେକ୍ଟର ଏବଂ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର ଗ୍ରାମାଞ୍ଚଳ ପୁରୁଣା ବଜାର ପୁଲିସ ଏହି ମିଳିତ ଅପରେସନ କରିଥିଲେ।